महाभारत केवल भीष्म, अर्जुन, भीम, कर्णଙ୍କ परी वीरମାନଙ୍କ ମଧ୍ୟରେ ସୀମିତ ନଥିଲା। महाभारतରେ ଏମିତି ମଧ୍ୟ ଯୋଦ୍ଧା ଥିଲେ ଯେଉଁମାନଙ୍କର ପରାକ୍ରମ ଏବଂ ଯୋଗଦାନକୁ ଇତିହାସରେ ସେହିପରି ସ୍ଥାନ ମିଳିନାହିଁ ଯାହା ସେମାନଙ୍କୁ ମିଳିବା ଉଚିତ ଥିଲା। ଏମାନେ ଏପରି ଯୋଦ୍ଧା ଥିଲେ ଯେଉଁମାନଙ୍କର ପରାକ୍ରମ ଭୀଷ୍ମ ଅର୍ଜୁନଙ୍କ ପରି ଅସାଧାରଣ ଯୋଦ୍ଧାମାନଙ୍କ ଠାରୁ କମ୍ ନଥିଲା। ଆଜିର ଭିଡ଼ିଓରେ ସେହି ମହାନ ଯୋଦ୍ଧାମାନଙ୍କ ସମ୍ପର୍କରେ ଜାଣିବା ଯାହାଙ୍କ ପରାକ୍ରମ ଶୁଣି ଆପଣ ମଧ୍ୟ ଚକିତ ହୋଇଯିବେ। ଜୟ ପତିତପାବନ ଜଗନ୍ନାଥ, ଜୟ ସନାତନ। ଆପଣ ଦେଖୁଛନ୍ତି ଶ୍ଵେତ। ମହାଭାରତ ଯୁଦ୍ଧରେ ଗୋଟିଏ ସମୟରେ ପିତାମହ ଭୀଷ୍ମଙ୍କ ସାମ୍ନା ଜଣେ ମହାନ ଯୋଦ୍ଧାଙ୍କ ସହିତ ହୋଇଥିଲା, ଯିଏ ଏତେ ଶକ୍ତିଶାଳୀ ଥିଲେ ଯେ ଭୀଷ୍ମ ମଧ୍ୟ ତାଙ୍କୁ ପରାଜିତ କରିବା ପାଇଁ ସଂଘର୍ଷ କରିଥିଲେ। ଏହି ଯୋଦ୍ଧା ଥିଲେ ବିରାଟଙ୍କ ପୁତ୍ର ଶ୍ଵେତ। ଯେତେବେଳେ ଶଲ୍ୟ ଶ୍ଵେତଙ୍କ ଭାଇ ଉତ୍ତରଙ୍କୁ ବଧ କଲେ, ସେତେବେଳେ ଶ୍ଵେତ ଶଲ୍ୟଙ୍କୁ ମାରିବା ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କଲେ। ସେତେବେଳେ ଶଲ୍ୟଙ୍କୁ ରକ୍ଷା କରିବା ପାଇଁ ଜୟଦ୍ରଥ, ବିନ୍ଦ, ଅନୁବିନ୍ଦ ଇତ୍ୟାଦି ସମସ୍ତ ରଥୀ ଶ୍ଵେତଙ୍କୁ ଘେରିଗଲେ। କିନ୍ତୁ ଶ୍ଵେତ ସେହି ସପ୍ତରଥୀଙ୍କ ଧନୁକୁ କାଟି ଘୋଡ଼ା ସହିତ ସାରଥୀମାନଙ୍କୁ ମାରିଦେଲେ ଏବଂ ସମସ୍ତ ରଥୀଙ୍କୁ ଲହୁଲୁହାଣ କରି ପରାଜିତ କରିଥିଲେ। ଏହାପରେ ଶ୍ଵେତ ଶଲ୍ୟଙ୍କ ରଥକୁ ଆକ୍ରମଣ କଲେ। ସେତେବେଳେ ଦୁର୍ଯ୍ୟୋଧନ ପିତାମହ ଭୀଷ୍ମଙ୍କୁ ଆଗରେ ରଖି ସମସ୍ତ ସେନାଙ୍କ ସହିତ ଶ୍ଵେତଙ୍କ ଉପରେ ଆକ୍ରମଣ କଲେ। ଶ୍ଵେତ ଏବଂ ଭୀଷ୍ମଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେଲା। ଶ୍ଵେତ ଅସଂଖ୍ୟ ତୀର ଭୀଷ୍ମଙ୍କ ଉପରକୁ ପ୍ରୟୋଗ କଲେ, ତାଙ୍କର ଧନୁ ଏବଂ ଧ୍ୱଜାକୁ କାଟିଦେଲେ। ଯେତେବେଳେ ଶ୍ଵେତଙ୍କୁ କୌଣସି ପ୍ରକାର କାବୁ କରିପାରିଲେ ନାହିଁ, ସେତେବେଳେ ଭୀଷ୍ମ ତାଙ୍କ ଉପରକୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ। ଏହିପରି ଅନେକ ସଂଘର୍ଷ ପରେ ଶ୍ଵେତଙ୍କ ବଧ ସମ୍ଭବ ହୋଇଥିଲା। ସୁଶର୍ମା। ତ୍ରିଗର୍ତ୍ତର ରାଜା ସୁଶର୍ମା ତାଙ୍କ ଭାଇ ଏବଂ ତାଙ୍କ ସେନା ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଯୁଦ୍ଧ କରୁଥିଲେ। ସେ ଗୁରୁ ଦ୍ରୋଣ ଏବଂ ଦୁର୍ଯ୍ୟୋଧନଙ୍କ ଆଗରେ ପ୍ରତିଜ୍ଞା କରିଥିଲେ କି ଏହି ଭୂମି ଅର୍ଜୁନ ମୁକ୍ତ ହେବ ଅଥବା ତ୍ରିଗର୍ତ୍ତର କୌଣସି ଯୋଦ୍ଧା ଜୀବିତ ରହିବେ ନାହିଁ। ଯେତେବେଳେ ସୁଶର୍ମା ଏବଂ ତାଙ୍କ ସେନା ଅର୍ଜୁନଙ୍କୁ ଘେରି ଯାଇଥିଲେ ଏବଂ ତାଙ୍କ ରଥକୁ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ଅର୍ଜୁନ ବାରମ୍ବାର ନାଗାସ୍ତ୍ର ପ୍ରୟୋଗ କରି ସେମାନଙ୍କ ପାଦକୁ ବାନ୍ଧି ଦେଇଥିଲେ। ଏହାପରେ ଅର୍ଜୁନ ସେମାନଙ୍କୁ ସଂହାର କରିବା ଆରମ୍ଭ କଲେ। ସେତେବେଳେ ସୁଶର୍ମା ତୁରନ୍ତ ଗରୁଡ଼ାସ୍ତ୍ର ପ୍ରକଟ କଲେ। ଏହାଦ୍ୱାରା ଗରୁଡ଼ ପକ୍ଷୀ ପ୍ରକଟ ହୋଇ ନାଗମାନଙ୍କୁ ଭକ୍ଷଣ କଲେ। ଏହି ସମୟରେ ସୁଶର୍ମା ଅର୍ଜୁନଙ୍କ ଛାତିକୁ ତୀର ମାରି ତାଙ୍କୁ ଘାୟଲ କରିଦେଲେ। ଏହି ତୀର ଆଘାତରେ ଅର୍ଜୁନ ବିକଳ ହୋଇ ରଥର ପଛ ପାଖରେ ବସି ପଡ଼ିଲେ। ଏହା ଦେଖି ସମସ୍ତ କୌରବ ସେନା ଚିତ୍କାର କରି କହିବାକୁ ଲାଗିଲେ, ଅର୍ଜୁନ ମରିଗଲେ। ଏହାପରେ ଅର୍ଜୁନ ପ୍ରକୃତିସ୍ଥ ହୋଇ ଇନ୍ଦ୍ରାସ୍ତ୍ର ପ୍ରୟୋଗ କରି ରାଜା ସୁଶର୍ମାଙ୍କ ସହିତ ସମସ୍ତ ତ୍ରିଗର୍ତ୍ତ ସେନାକୁ ମାରିଦେଲେ। ଚିତ୍ରସେନ ଗନ୍ଧର୍ବ। ଚିତ୍ରସେନ ଗନ୍ଧର୍ବମାନଙ୍କର ରାଜା ଥିଲେ। ସେ ଦେବରାଜ ଇନ୍ଦ୍ରଙ୍କ ଦରବାରରେ ବାଦ୍ୟ ଏବଂ ସଙ୍ଗୀତକାର ଭାବରେ ପ୍ରତିଷ୍ଠିତ ଥିଲେ। ଅର୍ଜୁନ ତାଙ୍କଠାରୁ ନୃତ୍ୟ ଏବଂ ସଙ୍ଗୀତ ସହିତ ଗନ୍ଧର୍ବମାନଙ୍କର ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଶିକ୍ଷା ଗ୍ରହଣ କରିଥିଲେ। ଯେତେବେଳେ ବନବାସ ସମୟରେ ପାଣ୍ଡବମାନେ ଦୈତ୍ୟବନରେ ଥିଲେ, ସେତେବେଳେ ତାଙ୍କୁ ନିଜର ପରାକ୍ରମ ଦେଖାଇ ଚିଡ଼ାଇବା ପାଇଁ ଦୁର୍ଯ୍ୟୋଧନ ବନକୁ ଯାଇଥିଲେ। ସେଠି ପ୍ରଥମେ ଗନ୍ଧର୍ବମାନଙ୍କ ସହିତ ତାଙ୍କର ସାମ୍ନା ହେଲା। ଯୁଦ୍ଧରେ ଚିତ୍ରସେନଙ୍କ ସେନା କୌରବ ସେନାକୁ ପରାସ୍ତ କଲେ ଏବଂ ଦୁର୍ଯ୍ୟୋଧନ ବନ୍ଦୀ ହେଲେ। କର୍ଣ୍ଣ ପରି ବୀର ନିଜ ଜୀବନ ରକ୍ଷା କରିବା ପାଇଁ ପୃଷ୍ଠଭଙ୍ଗ ଦେଲେ। ଏହାପରେ ଅର୍ଜୁନ ଏକାକୀ ଯୁଦ୍ଧ କରି ଚିତ୍ରସେନଙ୍କୁ ପରାସ୍ତ କଲେ ଏବଂ ଦୁର୍ଯ୍ୟୋଧନକୁ ମୁକ୍ତ କଲେ। ଭୂରିଶ୍ରବା। ଭୂରିଶ୍ରବା ସୋମଦତ୍ତଙ୍କ ପୁତ୍ର ଥିଲେ। ମହାଭାରତ ଯୁଦ୍ଧରେ ସାତ୍ୟକୀଙ୍କ ସହିତ ଭୂରିଶ୍ରବାଙ୍କର ଅନେକ ଥର ଯୁଦ୍ଧ ହୋଇଥିଲା। ଯୁଦ୍ଧର ପଞ୍ଚମ ଦିନ ଭୂରିଶ୍ରବା ସାତ୍ୟକୀଙ୍କର 10 ଜଣ ପୁତ୍ରଙ୍କୁ ମାରିଦେଲେ। ଭୂରିଶ୍ରବା ଜଣେ ଉଚ୍ଚକୋଟୀର ଅସି ଯୋଦ୍ଧା ଥିଲେ। ଯୁଦ୍ଧ ସମୟରେ ଏମିତି ଏକ ସମୟରେ ଭୂରିଶ୍ରବା ସାତ୍ୟକୀଙ୍କୁ ମାରି ଦେଇଥାନ୍ତେ। ସେହି ସମୟରେ ଅର୍ଜୁନ ଦୁହିଁଙ୍କ ଯୁଦ୍ଧରେ ହସ୍ତକ୍ଷେପ କରି ଭୂରିଶ୍ରବାଙ୍କ 2 ହାତକୁ କାଟିଦେଲେ। ଶଲ୍ୟ। ମଦ୍ର ଦେଶର ରାଜା ଶଲ୍ୟ ନକୁଳ ଏବଂ ସହଦେବଙ୍କ ମାମୁଁ ଥିଲେ। ସେ ଜଣେ କୁଶଳୀ ଯୋଦ୍ଧା ଏବଂ ମହାରଥୀଙ୍କ ଶ୍ରେଣୀରେ ଯାଆନ୍ତି, କିନ୍ତୁ ଦୁର୍ଯ୍ୟୋଧନର କୂଟନୀତି ପାଇଁ ସେ କୌରବ ପକ୍ଷରେ ରହିଗଲେ। ମହାଭାରତରେ ଶ୍ରେଷ୍ଠ ଗଦାଧାରୀଙ୍କ ମଧ୍ୟରେ ଶଲ୍ୟ ଜଣେ। ମହାଭାରତ ଯୁଦ୍ଧର ପ୍ରଥମ ଦିନରେ ଶଲ୍ୟ ବିରାଟ ରାଜାଙ୍କର ପୁତ୍ର ଉତ୍ତରକୁ ମାରି ଦେଇଥିଲେ। ଗଦା ଯୁଦ୍ଧରେ ସେ ଭୀମଙ୍କର ସମକକ୍ଷ ଥିଲେ। ଯୁଦ୍ଧର 11ତମ ଦିନରେ ଶଲ୍ୟ ଭୀମଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ସମକକ୍ଷ ଯୁଦ୍ଧ କରି ଭୀମଙ୍କୁ ଲହୁଲୁହାଣ କରିଦେଇଥିଲେ। କୃତବର୍ମା। କୃତବର୍ମାଙ୍କୁ ପିତାମହ ଭୀଷ୍ମ ଅତିରଥୀ ଶ୍ରେଣୀରେ ରଖିଥିଲେ। ଅଶ୍ୱତ୍ଥମା ଏବଂ କୃପାଚାର୍ଯ୍ୟଙ୍କ ବ୍ୟତୀତ କେବଳ ଏହି ଜଣେ ଯୋଦ୍ଧା ଥିଲେ ଯିଏ କୌରବଙ୍କ ପକ୍ଷରୁ ଜୀବିତ ରହିଥିଲେ। ସେ ବୃଷ୍ଟିବଂଶର 7 ସେନାନାୟକଙ୍କ ମଧ୍ୟରୁ ଜଣେ ଥିଲେ। ସେ ଜଣେ କୁଶଳୀ ଧନୁର୍ଦ୍ଧର ଥିଲେ। ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କ ଠାରୁ ନାରାୟଣୀ ସେନା ମାଗିଥିଲେ। ସେଥିପାଇଁ କୃତବର୍ମା ଜଣେ ଯାଦବ ହୋଇ ମଧ୍ୟ କୌରବଙ୍କ ପକ୍ଷରୁ ଲଢ଼ିଥିଲେ। ସେ ଅର୍ଜୁନ, ଅଭିମନ୍ୟୁ ଏବଂ ସାତ୍ୟକୀଙ୍କୁ ଛାଡ଼ି ପ୍ରାୟ ସମସ୍ତ ପାଣ୍ଡବ ଯୋଦ୍ଧାଙ୍କୁ ପରାଜିତ କରିଥିଲେ।
ସାତ୍ୟକୀ ସାତ୍ୟକୀ ଏପରି ଜଣେ ଯାଦବ ଯୋଦ୍ଧା ଯାହାଙ୍କ ପରାକ୍ରମକୁ ବିଶେଷ ଭାବରେ ବର୍ଣ୍ଣନା କରାଯାଇ ନାହିଁ। ସେ ଯୁଦ୍ଧରେ ଅନେକ ଥର କର୍ଣ୍ଣଙ୍କୁ ପରାଜିତ କରିଥିଲେ, ଭୀଷ୍ମଙ୍କ ସହିତ ସମକକ୍ଷ ଯୁଦ୍ଧ କରିଥିଲେ, ଏପରିକି ଗୁରୁ ଦ୍ରୋଣ ଏବଂ ତାଙ୍କ ପୁତ୍ର ଅଶ୍ୱତ୍ଥାମାଙ୍କୁ ଏକା ସାଙ୍ଗରେ ପରାଜିତ କରିଥିଲେ। ଏହା ବ୍ୟତୀତ ଭଗଦତ୍ତ, କୃପାଚାର୍ଯ୍ୟ ଏବଂ ଅଳମ୍ଭୁଷ ରାକ୍ଷସକୁ ମଧ୍ୟ ପରାଜିତ କରିଥିଲେ। ଯଦୁବଂଶର ଅନ୍ତିମ ଦିନରେ ସେ କୃତବର୍ମାଙ୍କୁ ବଧ କରିଥିଲେ। ଧୃଷ୍ଟଦ୍ୟୁମ୍ନ ପାଣ୍ଡବ ସେନାର ପ୍ରଧାନ ସେନାପତି ଥିଲେ। ସେ ଦ୍ରୁପଦଙ୍କ ପୁତ୍ର ଥିଲେ। ସେ ଜଣେ ଉତ୍ତମ ଧନୁର୍ଦ୍ଧର ଏବଂ ଅନେକ ଦିବ୍ୟାସ୍ତ୍ରର ଅଧିକାରୀ ଥିଲେ। ତାଙ୍କ ପାଖରେ ବ୍ରହ୍ମାସ୍ତ୍ର ଏବଂ ପ୍ରମୋହନାସ୍ତ୍ର ପରି ଅନେକ ଦିବ୍ୟାସ୍ତ୍ର ଥିଲା। ଅନେକ ସମୟରେ ଗୁରୁ ଦ୍ରୋଣଙ୍କ ସହିତ ଯୁଦ୍ଧ କରି ତାଙ୍କ ବ୍ରହ୍ମାସ୍ତ୍ରର ଜବାବ ନିଜ ବ୍ରହ୍ମାସ୍ତ୍ରରେ ଦେଇଥିଲେ। ସେ ଗୁରୁ ଦ୍ରୋଣଙ୍କ ବଧ ମଧ୍ୟ କରିଥିଲେ। ଭଗଦତ୍ତ ନରକାସୁରର ପୁତ୍ର ଭଗଦତ୍ତ ପ୍ରାକ୍ ଜ୍ୟୋତିଷୀପୁରର ରାଜା ଥିଲା। ଯଦିଓ ସେ ରାଜା ପାଣ୍ଡୁ ଏବଂ ଦେବରାଜ ଇନ୍ଦ୍ରଙ୍କ ମିତ୍ର ଥିଲା, କିନ୍ତୁ ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରିଥିଲା। ଏହାର କାରଣ ଶ୍ରୀକୃଷ୍ଣଙ୍କ ସହିତ ତାର ଥିବା ଶତ୍ରୁତା। ହାତୀ ଉପରେ ବସି ଯୁଦ୍ଧ କରିବାରେ ସେ ଅତ୍ୟନ୍ତ କୁଶଳୀ ଥିଲା। ସେ ଭୀମ, ସାତ୍ୟକୀ, ଯୁଧିଷ୍ଠିର ଏବଂ ଘଟୋତ୍କଚ ପରି ଶକ୍ତିଶାଳୀ ଯୋଦ୍ଧାଙ୍କୁ ପରାଜିତ କରିଥିଲା। ଭଗଦତ୍ତ ପାଖରେ ବୈଷ୍ଣବାସ୍ତ୍ର ଥିଲା, ଯାହାର ପ୍ରୟୋଗ ସେ ଅର୍ଜୁନଙ୍କ ଉପରକୁ କରିଥିଲା, କିନ୍ତୁ ଏହାକୁ ଶ୍ରୀକୃଷ୍ଣ ନିଜ ଉପରକୁ ନେଇଯାଇଥିଲେ। ପ୍ରଦ୍ୟୁମ୍ନ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନଙ୍କୁ କାମଦେବଙ୍କ ଅବତାର କୁହାଯାଏ। ସେ ବୀର ଏବଂ ପ୍ରତାପୀ ଥିଲେ। ପ୍ରଦ୍ୟୁମ୍ନ ମାୟାବୀ ସମ୍ବରାସୁର ସହିତ ଯୁଦ୍ଧ କରି ତାକୁ ମାରି ଦେଇଥିଲେ ଏବଂ ତାର 100 ପୁତ୍ରଙ୍କୁ ମଧ୍ୟ ମାରିଥିଲେ। ଯେତେବେଳେ ଶ୍ରୀକୃଷ୍ଣଙ୍କ ସହିତ ବାଣାସୁରର ଯୁଦ୍ଧ ହୋଇଥିଲା, ସେତେବେଳେ ପ୍ରଦ୍ୟୁମ୍ନ ଏବଂ କାର୍ତ୍ତିକେୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଶ୍ରୀକୃଷ୍ଣ, ଅର୍ଜୁନ ଏବଂ ଅଭିମନ୍ୟୁଙ୍କ ବ୍ୟତୀତ କେବଳ ପ୍ରଦ୍ୟୁମ୍ନ ହିଁ ଚକ୍ରବ୍ୟୁହ ଭେଦ ଜାଣିଥିଲେ। ଯେତେବେଳେ ନିକୁମ୍ଭର ନେତୃତ୍ୱରେ ଅସୁର ଏବଂ କୁରୁ ଯୋଦ୍ଧା ଯାଦବଙ୍କ ସହିତ ଯୁଦ୍ଧ କରିବାକୁ ଆସିଥିଲେ, ସେତେବେଳେ ପ୍ରଦ୍ୟୁମ୍ନ ଏକାକୀ କର୍ଣ୍ଣ, ବିରାଟ, ଦ୍ରୁପଦ, ଭଗଦତ୍ତ, ରୁକ୍ମୀ, ଭୀଷ୍ମ, ଦୁର୍ଯ୍ୟୋଧନ, ଶିଶୁପାଳ, ବିନ୍ଦ, ଅନୁବିନ୍ଦ, ଜରାସନ୍ଧ, ଶକୁନି ଇତ୍ୟାଦି ଅନେକ ଯୋଦ୍ଧାଙ୍କୁ ବନ୍ଦୀ କରିଥିଲେ। ଗୋଟିଏ ଯୁଦ୍ଧରେ ସେ ଦେବରାଜ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତକୁ ପରାଜିତ କରିଥିଲେ। ପ୍ରଦ୍ୟୁମ୍ନଙ୍କୁ ଅର୍ଜୁନଙ୍କ ସମକକ୍ଷ ଯୋଦ୍ଧା କୁହାଯାଏ। ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ସନାତନ।